ओके, नमस्कार, सुप्रभात। जय आरसीएम। नमस्ते अश्यम। जय आरसीएम आप। नमस्कार सर। जय आरसीएम। बहुत बहुत धन्यवाद आपण मानकू कि आमे माने प्रॉपर टाइम रे पहुंची जाइए। समय ध्यान रखिकी आमे आगु को बढ़िबा। एक्चुअली समय बहुत मूल्यवान आम ମାନଙ୍କ ପାଇଁ। तो जमती कि आमर गुरुकुल आज सरला, गुरुकुल सरला परे आमे माने समस्त जॉइन करछे। तो टीम को कि जदि आमे गाइड करते जे आमे प्रॉपर टाइम रे पहुंचिया ପାଇଁ समस्त आमे प्रॉपर टाइम रे आमे पहुंची पारते, ताकि प्रत्येक मुहूर्त जोटा कि परमात्मा हमको दौरान जे किछि 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 ना किछि बड़ करने ପାଇଁ, तो प्रत्येक मुहूर्तर आमे लाभ उठे परिबा। तो सक्सेसफुल और अनसक्सेसफुल लोक विषय रे काली हमर गुरुदेव चांद साहब भी कहते जे जो काम सक्सेसफुल लोक को भल लागेनी सेही काम भी अनसक्सेसफुल लोक को भल भल भी लागेनी। किंतु सी तार आदत बदले 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 तो सब काम कर दे हुए। तो आज बहुत बढ़िया गुरुकुल रा सेशन चलथिला, जेमती कि जल संचय उपरे एते बढ़िया प्रोग्राम थिला। तो मते तो लागुची ये जल संचय एभली गोटे प्रोडक्ट जो प्रोडक्ट की पूरा आरसीएम रे जेते भी प्रोडक्ट अछि से जेतिकी टर्नओवर हबो ताठू कई गुणा अधिका ये जल संचय ये बहुत बड़ टर्नओवर हेई परिबो। किंतु ताको आबे प्रॉपर डेमो देखैकी प्रॉपर यूटिलाइज करिकी ताको जदि आमे व्यवहार करिबा बहुत बड़ रिजल्ट देई परिबो। ମୁଁ ଜଳ ସଞ୍ଚୟର ଡବା ନିଜେ ବି ପରଚେଜ କଲି। ପରଚେଜ କରିକି ତାକୁ ମୋର ଯୋଉ କୁଣ୍ଡ ଯୋଉଥିରେ କି ମତେ ଗଛ ଲଗେଇବା ପାଇଁ ଟିକେ ଭଲ ଲାଗେ, ଟିକେ ସଉକ ଲାଗେ। ତ ମଝିରେ ମୁଁ ଚିନ୍ତା କଲି କେବେ ନା କେବେ ମିଟିଂକୁ ଯେତେବେଳେ ପଳେଇ ଯାଏ ସେଠୁ ଫେରିକି ଆସିକି ଦେଖିଲା ବେଳକୁ ଗଛ ଗୁଡା ଶୁଖି ଯାଇଥାଏ। ତ ମନ ଭିତରେ ଲାଗୁଥିଲା ଯେ ଯୋଉ ମୁଁ ସାର୍ଟ ଯୋଉ ଆରସିଏମ ର କିଣୁଛି ଅଥେଞ୍ଜାର, ତ ତା ଭିତରେ ଯୋଉ ସ୍ପଞ୍ଜ ଅଛି ସେ ସ୍ପଞ୍ଜକୁ ମୁଁ ଏକାଠି କରିକି ରଖିକି ସେ ଗଛ ମୂଳରେ ଦବାକୁ ମୁଁ ବାହାରିଥିଲି। କିନ୍ତୁ ଯାହା ହଉ, ଆମେ ଯାହା ଚାହିଁବା ପରମାତ୍ମା ତାର ଉପାୟ ବି ଆମକୁ ଦେଇଦେବେ। ତ ଜଳ ସଞ୍ଚୟ ଭଳି ଜିନିଷ ଆମ ପାଖରେ ଆସିଗଲା ଯିଏ କି ସ୍ପଞ୍ଜ ଭଳି କାମ କରୁଛି। ଆଉ ମୁଁ ପ୍ରତ୍ୟେକ ଗଛରେ ମୁଁ ତାକୁ ଦେଇ ଦେଇଛି। ଆଉ ମୁଁ ଦେଲା ପରେ ମୁଁ ଦେଖିଲି ଯେ ମାଟି ବି ଭୁରଭୁରା ହଉଛି, ମାଟି ବି ହାଲକା ବି ହଉଛି, ଆଉ ତା ସହିତ ପାଣିକୁ ଧରି ରଖିବାର ଶକ୍ତି ବି ତା ପାଖରେ ଅଛି। ଡେଲି ଆମେ ଯୋଉ କୁଣ୍ଡରେ ପାଣି ଦଉଛେ ତ ଡେଲି ଦବା ଦରକାର ନାହିଁ। ତ ଆମେ ତାକୁ ଦେଇପାରିବା। କାଲି ଏ, ଆରତି ଅପା ଥିଲେ, ଆମେ ଗୋଟେ ଡମଣା ଆମର ଅଜୟ ଆରସିଏମ ପିୟୁସି ରେ ଯୋଉ ଇଏ ଚାଲିଥିଲା, ୟୁଏଲପି ପ୍ରୋଗ୍ରାମ ଚାଲିଥିଲା। ତ ସେଥିରେ ହରିତ ସଞ୍ଜୀବନୀ ପରେ ମୁଁ ଏଇ ଯୋଉ ଭିଡିଓ ଆମର ଜଲ ସଞ୍ଚୟର ଭିଡିଓକୁ ମୁଁ ଆଡ୍ କରିଦେଇଥିଲି। ତ ଡିମାଣ୍ଡ ଆସିଲା, ଲୋକ ମାଗିଲେ। ଯିଏ ବି ଘରେ କୁଣ୍ଡ ଲଗାଉଛି ତ ପ୍ରତ୍ୟେକ ଦିନ ପାଣି ଦବା ସମ୍ଭବ ନୁହେଁ। ଘରେ ବହୁତ ସାରା କାମ ରହୁଛି। ତ ଡେଲି ଯାଇକି ଗଛରେ ପାଣି ଦବାଟା ସମ୍ଭବ ନୁହେଁ। ଦେଇଦେଲେ ତ 3 4 ଦିନ 5 ଦିନ ପରେ ପୁଣି ଥରେ ଦେଇ ପାରିବା। ତ ଏ ପ୍ରକାରର ଯେତେବେଳେ ସିଚୁଏସନ ଆସିଲା ତ ଲୋକ ମାଗିଲେ, କିନ୍ତୁ ପିକଅପ୍ ସେଣ୍ଟର ପାଖରେ ନଥିଲା। ଦେଖନ୍ତୁ ୟା ମାଧ୍ୟମରେ ଆଜି ଡିମାଣ୍ଡ ଯଦି ଆମେ ମାର୍କେଟରେ ବଢେଇ ଦବା, ତାହେଲେ ଆମର ପିକଅପ୍ ସେଣ୍ଟର ର ହୋଲ୍ଡର କହିଲେ କହିଲେ ନାଇଁ, ମୁଁ ନେଇ ଆସିବି, ମୁଁ ଏଟା ଦେବି। ତ ତାଙ୍କର ମନ ଭିତରେ ଧାରଣା ନଥିଲା ଯେ ଜଳ ସଞ୍ଚୟ ବି ଆମର ଏଠି ଦରକାର ହବ, ଭୁବନେଶ୍ୱର ଭଳି ଟାଉନରେ ଦରକାର ହବ। ତ ମୋ କହିବାର ଉଦ୍ଦେଶ୍ୟ ଏଇଆ ଯେ ଜଳ ସଞ୍ଚୟ ଯଦି ଭୁବନେଶ୍ୱର ଭଳି ଟାଉନରେ ଛୋଟ ଛୋଟ କୁଣ୍ଡରେ ଦରକାର ହଉଛି, ତ ଯଦି ଆମେ ଆମେ ଚାଷକୁ ମାନେ ଯୋଉଠି ଚାଷ ହଉଛି ଗାଁରେ, ସେଠି ଯଦି ଆମେ ଡେମୋ ଦେଖେଇବା, ସେଠି ଯଦି ଆମ ଭିଡିଓ ଦେଖେଇବା, ଲୋକଙ୍କୁ କହିବା କି 20% ଆପଣଙ୍କର ଯୋଉ ସାର ଦଉଛେ ସେ କମ ଖର୍ଚ୍ଚ ହବ, 40% ପାଣି ବି କମ ଖର୍ଚ୍ଚ ହବ। ତ ତ ସେଟା କେତେ ବଡ ରେଜଲ୍ଟ ଦବ। ଆଜି ବି ଆଉ ଗୋଟେ ବହୁତ ବଡ କଥା କହିଲେ, ପାଣି ଆମେ ଯୋଉ ଦଉଛେ, ଆମେ ଯୋଉ ଖର୍ଚ୍ଚ ଆମର ହଉଛି, ଧୀରେ ଧୀରେ ପାଣି ବି କମ ଆମର ମାନେ ଯୋଉ ବୋରୱେଲ କରୁଛେ, ବୋରୱେଲ ରେ ପାଣି ଧୀରେ ଧୀରେ କମ ହେଇଯାଉଛି। ଯୋଉମାନେ
30 40 ବର୍ଷ ତଳେ 30 ବର୍ଷ ତଳେ ଯୋଉମାନେ ଯୋଉ ବୋରୱେଲ ହେଇଥିଲା ଆଜି ଦେଖନ୍ତୁ ସେ ବୋରୱେଲରେ ପାଣି ଆସୁନି, କି 20 ବର୍ଷ ତଳେ ବି ଯୋଉ ହେଇଥିଲା ସେ ବି ପାଣି ଆସୁନି। କାହିଁକି ପାଣି ଆସୁନି? ନା ପାଣି ଏଇଥିପାଇଁ ଆସୁନି ଯେ ଧୀରେ ଧୀରେ ପାଣିର ଲେୟାର ତଳକୁ ପଳେଇଲା। ଆମେ କେତେ ତାକୁ ଖୋଳିବା, ଯୋଉ କେତେଟା ଜାଗାରେ ବୋରୱେଲ ଆମେ କରିବା, ସେ ବି ଗୋଟେ ବହୁତ ବଡ ଖର୍ଚ୍ଚ ଆମର। ତ ଯଦି ଆମେ 40% ଆମ ପାଣିକୁ ଖର୍ଚ୍ଚ କମ କରେଇଦବା, ତାହେଲେ ଆମେ ଆ, ବହୁତ ବଡ଼ ରେଜଲ୍ଟ ଆମେ ପାଇପାରିବା। ତ ସେଥିଲାଗି ଗାଁଠୁ ସହର ଯାଏ ପ୍ରତ୍ୟେକ ଜାଗାରେ ଜଳସଞ୍ଚୟର ଆବଶ୍ୟକତା ନିହାତି ଅଛି। ତ ଆମେ ଆମମାନଙ୍କର କୁଣ୍ଡରେ ବି ଆମେ ଦେଇକି, ଯେମିତି ମୁଁ ନିଜେ ଦେଖୁଛି ବର୍ତ୍ତମାନ ପ୍ରାକ୍ଟିକାଲ ଯୋଉ କୁଣ୍ଡରେ ଦେଇଛି ସେଇ କୁଣ୍ଡରେ ସ୍ପଞ୍ଜ ଭଳି ଇଏ ପାଣିକୁ ଧରି ରଖୁଛି। ତ ସେମିତି ତ ସେମିତି ଆପଣ ଆପଣ ବି ଦେଖିପାରିବେ। ଆ, ପ୍ରହ୍ଲାଦ ଜୀଙ୍କ ଫୋନ ଗୋଟେ ମିନିଟ କଟିଗଲା। ଓକେ। ତ ସେଇ ହିସାବରେ ଆମେ ଦେଖିପାରିବା ଯେ ଆମେ ଆମର ଗଛରେ ଆମେ ଦେଇକି ଗଛକୁ ତ ବଞ୍ଚେଇ ପାରିବା, ତା ସହିତ ଆମ ପାଣିକୁ ବି ବଞ୍ଚେଇ ପାରିବା। ଯୋଉ ରାସାୟନିକ ଖାଦ୍ୟ ହଉ ଜୈବିକ ଖାଦ୍ୟ ହଉ ତାକୁ ବି ଆମେ 20% ଆମେ କମ କରିଦେଇ ପାରିବା। ତା ସହିତ ଆମେ ବହୁତ ବଡ ରେଜଲ୍ଟ ବି ଆମେ ପାଇପାରିବା। ଇଏ ହଉଛି ମୋର ବିଚାର ଆଜି ଥିଲା। ତ ଆ, ଆଜିର ଗୁରୁକୁଳ ମୋ ପାଇଁ ଗୋଟେ ବହୁତ ବଡ କଥା, କେବଳ ମୋ ପାଇଁ ନୁହେଁ, ପୁରା ହିନ୍ଦୁସ୍ତାନ ପାଇଁ ଗୋଟେ ବହୁତ ବଡ କଥା। ତ ଆମେ ଜୈବିକ ଚାଷ ଉପରେ ଇଏ ଗୋଟେ ବହୁତ ବଡ଼ ଆକାରରେ ଆମେ କାମ କରୁଛେ। ତ ଥ୍ୟାଙ୍କ ୟୁ। ଆପଣମାନେ ବି ଅଲରେଡି ଆପଣଙ୍କର ଆଜି ଯାହା ଶୁଣିଲେ, ଆପଣଙ୍କର ବିଚାର, ଆପଣଙ୍କର ଅନୁଭବ ଆପଣ ସେୟାର କରନ୍ତୁ। ଫାଷ୍ଟ ଆମେ ଆରତି ଅପାଙ୍କଠୁ ନେବା। ଅପା ୱେଲକମ୍। ଜୟ ଶ୍ରୀରାମ। ଜୟ। ଆଜି ମାନେ ଗୁରୁକୁଳ ଯୋଉ ଜଳ ସଞ୍ଚୟ ବିଷୟରେ ଯୋଉ କହିଲେ ଯତୀନ ତାର ଯୋଉ ଆଗରୁ ବି ତାଙ୍କ ଭିଡିଓ ବି ଦେଖିଥିଲୁ, ଆମେ କାଲି ବି ମାନେ ଦେଖିଲୁ। ଆକ୍ଚୁଆଲି ମାନେ ଯୋଉଠି ପାଣି ନାହିଁ, ଆମର ପାଣିର ସମସ୍ୟା, ସେଠି ଏଇ ଯୋଉ ଜଳ ସଞ୍ଚୟ ଆମର ଯୋଉ ଏବେ ବାହାରିଲା, ଏଇଟା ମାନେ କମ ପାଣିରେ ମାନେ ଗଛ କେମିତି ବଞ୍ଚି ପାରିବ। ଆମେ ଆମ ସାରା ଦେଶ ପାଇଁ ପାଣି ବଚତ କରିବା ପାଇଁ ଏଇଟା ଗୋଟେ ଭଲ ଜିନିଷ ଆସିଗଲା। ଆଉ ଗୁରୁଜୀ କି ବହୁତ ମାନେ ଇଏ ଲାଗୁଛି ଯେ ତାଙ୍କ ନିଜର କିଛି ସ୍ୱାର୍ଥ ନାହିଁ, କିନ୍ତୁ ଆମ ଦେଶ ପାଇଁ ସେ ଯେ ଭାବୁଛନ୍ତି, ଏଇଟା ବହୁତ ବଢିଆ ଲାଗିଲା ତାଙ୍କ କଥା। ଆଉ ତାପରେ ଏଇ ଯୋଉ ଜଳ ସଞ୍ଚୟ ଉପରେ ଯୋଉ ଗୀତଟି ବାଜିଲା, ଗୁରୁଜୀ ହାତ ତାଳି ବଜେଇ ନାଚିଲେ, ଭଲ ବଜଉଛନ୍ତି, ମୁଁ ବି ତାଙ୍କ ସାଙ୍ଗରେ ବଜେଇଲି, ଭାରି ବଢିଆ ଲାଗିଲା। ଆଉ ସେ ଏତେ ମାନେ ସେ ଯୋଉ କହିଲେ ଆମେ ଜଳ ସଞ୍ଚୟ ଦେଲେ ପରେ ମାଟିରେ 40% ଆମେ ପାଣି ବଞ୍ଚେଇବା, 40% ପାଣି ବଞ୍ଚେଇ ପାରିବା। ଉର୍ବରତା ବି ଯୋଉ ସେଟା ଆମେ 20% ଯୋଉ ଆମେ କେମିକାଲ ଯୋଉ ଆମେ ଯୋଉ ଦଉଛେ ଅଲଗା ଯୋଉ ରାସାୟନିକ ଖାଦ୍ୟ ମାନେ ମାଟିରେ, ସେଇଟା ବି ଆମେ 20% ବଞ୍ଚେଇବା। ଆଉ ତାପରେ ସେ କହୁଛନ୍ତି ଯେତେବେଳେ ଫସଲ ଆମଦାନୀ ହବ ତା ପୂର୍ବରୁ ଆମେ ଏଇ ଜଳ ସଞ୍ଚୟକୁ ମାଟିରେ କେମିତି ମିଶେଇକିରି ଦେଲେ ପାଣିକି ସେ କେମିତି ଅବଜର୍ଭ, ମାନେ ମାଟିଟା କେମିତି ପାଣିକି ଅବଜର୍ଭ କରୁଛି, ତା ଭଲ ଜିନିଷ ଟା ବାହାରିଲା। ଯାହା ଆଜି ପର୍ଯ୍ୟନ୍ତ କୌଣସି ଏଗ୍ରିକଲଚର ଡିପାର୍ଟମେଣ୍ଟ ଏ କାମ କରିପାରିନଥିଲା, ଯାହାକି ଆଜି ଆଶ୍ଚର୍ଯ୍ୟ ହେଇକି ମାନେ ଆମ ପାଇଁ ଏଇଟା ଗୌରବର ବିଷୟ। ଓକେ, ଥ୍ୟାଙ୍କ ୟୁ। ଆକ୍ଚୁଆଲି ମାନେ ଆମେ ଯାହା ଚାହିଁବା ତ ଭଗବାନ ସେଇଟା ଦେଇ ଦେଇ ପାରିବେ। ଟିସି ସାର୍ ସବୁବେଳେ ସେଇ କଥା କୁହନ୍ତି, ଏଠି ଆମେ କିଛି କରୁନୁ, ଯାହା କିଛି କରୁଛି ଅସ୍ତିତ୍ୱ ହିଁ କରୁଛି। ଅସ୍ତିତ୍ୱ ଦ୍ୱାରା ଆମେ ସବୁ କିଛି ପାଇପାରୁଛୁ। ଆମେ ଚାହୁଁଛୁ କିଛି ଏ ସମାଜରେ ଭଲ କରିବା ପାଇଁ, ତ ସେଥିଲାଗି ଆମକୁ ସେଇ ସେଇ ସୁଯୋଗ ମିଳିଯାଉଛି ଯେ ଏଇ ଜିନିଷ ଆମକୁ ହେଇଯାଇ ପାରିବ। ଆଉ ତା ଛଡ଼ା ଆମେ ଯେତେବେଳେ ଫସଲ ଲଗେଇବା ସେଇ ସମୟରେ ହିଁ ଦବା ଦରକାର। ତ ପ୍ରତି 6 ମାସରେ ଥରେ ଗୋଟେ ଗୋଟେ ଫସଲ ଯୋଉ ସରିଯାଉଛି ସେଇ ସମୟରେ ଲଗେଇବା ଦ୍ୱାରା ହେଇପାରିବ। ତ ସେୟା କହିଲେ ବା, ସେଇ ସମୟରେ ଆମେ ମାଟିରେ ଆକୁ ମିଶେଇକି ଦେଲା ପରେ ଗଛର ମାଟିର ଭୁରୁଭୁରା ମାଟିଟା ହବ। ଯୋଉ ମାଟି ବେଶୀ ଟାଣ ତାକୁ ମାନେ ଭୁରୁଭୁରା କରିବା ମାନେ ନରମ କରିବା। ଯେମିତି ଆଗେ କହୁଥିଲେ
ଜିଆ କାହିଁକି ଥାଏ ମାଟି ତଳେ? ସେ ମାଟିକି ଭୁଇଭୁରା କରେ। ତେଣୁ ଜିଆ ଆମର କଣ, ଆମେ ସେଟା ଆମର ଆମକୁ ସାହାଯ୍ୟ କରେ ସେ ମାଟି ପାଇଁ ଜିଆଟା। ସେମିତି ଅଶୋକ ବର୍ମା କହିଲେ, କହିଲେ ଆମେ ମାନେ 25 ଭଲ୍ୟୁମକୁ ଭାଲ୍ୟୁ ରଖିନି, କେମିତି ମାନେ କୃଷି କୃଷକ ମାନଙ୍କର ଉନ୍ନତି ହବ, ମୁଁ ସେଥିପାଇଁ ସେ କାମରେ ସେ ଲାଗିଛନ୍ତି ବୋଲି କହିଲି। ଅଶୋକ ବର୍ମା ଭଲ କଥା କହିଲେ, ବହୁତ ଭଲ ସେ ବି ମାନେ ଇଏ ଜଳ ସଞ୍ଚୟ ଉପରେ ଭଲ କହିଲେ। ତାଙ୍କର ବହୁତ ବି ଡିମାଣ୍ଡ ଜଳ ସଞ୍ଚୟ, କହିଲେ ମୁଁ ଦେଇପାରୁନି। ଭାରି ଶୁଣିକି ଖୁସି ଲାଗିଲା। ମୋର ପ୍ଲାନ୍ ହଉଛି ଏ ମାସରେ ଶତପଥୀ ମତେ ହେଲ୍ପ କରିବେ, ଆଉ ମୁଁ ମୋ ଶାଶୁଘର ଗାଁକୁ ଯିବି, ଆଉ ସେଠି ଆଗରୁ କଥାବାର୍ତ୍ତା କରିବି, ସବୁ କୃଷି ଭାଇ ମାନଙ୍କୁ ବସେଇବି, ଗୋଟେ ବଡ ଆକାରରେ ଏଇ ମାନେ ପ୍ରୋଜେକ୍ଟରେ ଦେଖେଇକି କରିବି। ମୋର ବହୁତ ଇଚ୍ଛା। ଆଜ୍ଞା। କେବଳ ମୁଁ ହେଲ୍ପ କରିବାକୁ ଚାହୁଁ, ହେଲ୍ପ ତ ମୁଁ ମାନେ ହେଲ୍ପ ନୁହେଁ, ଇଏ ଆମେ କୋଅପରେସନ। ମୁଁ ତ କରୁଛି ଠିକ ଅଛି, କିନ୍ତୁ ଆପଣଙ୍କୁ ମୁଁ କହିନି, କାଲି ଗତକାଲି ଆମେ କଥା ହଉଥିଲୁ ଚାନ୍ଦ ସାରଙ୍କର ମୋର, ଆପଣଙ୍କ ଶାଶୁଘର ଗାଁକୁ ଆପଣଙ୍କୁ ନେଇକି ଆମେ ଯିବୁ, ସେଠି 2-3ଟି ମିଟିଂ କରିକି ଆସିବୁ। ହଁ। ହଁ ବଢିଆ। କେବଳ ଯେ ଆପଣଙ୍କ ଶାଶୁଘର ଗାଁ ନୁହେଁ, ମିତାଞ୍ଜଳି ମ୍ୟାଡାମଙ୍କର ଶାଶୁଘର ଗାଁକୁ ବି ଆମେ ଯିବୁ, ସେଠି ବି ଗୋଟେ ମିଟିଂ କରିବୁ, ଆପଣଙ୍କ ଶାଶୁଘର ଗାଁକୁ ଯିବୁ, ସେଠି ବି ମିଟିଂ କରିବୁ। ଇଏ ସବୁ ଅଲରେଡି କାଲି ଆମେ କଥା ହଉଥିଲୁ, କିନ୍ତୁ ଆଜି ଆପଣ କହିଦେଲେ। ଓକେ, ଥ୍ୟାଙ୍କ ୟୁ। ବହୁତ ବଢିଆ ମୋ କଥା। ମନ କଥା କେମିତି ଜାଣିଥିଲି? ନା ମୁଁ କହିନି, ଆପଣଙ୍କୁ କହିନି, ଇଏ ଆସନ୍ତା ମାସ 14 ତାରିଖ ବୋଧେ ସାର୍ କହିଥିଲେ। ହଁ, 14 ତାରିଖ ମୁଁ ଡାଏରୀରେ ଲେଖିଛି। ତ ସେଇଟା ଆମେ, ମୁଁ ଆପଣଙ୍କୁ କହିଦେବି, ସେଇ ହିସାବରେ ମୁଁ କହିଦେବି। ନାଇଁ ନାଇଁ, ମୋ ମାମୁଁ ଘର ଗାଁରେ ମାମୁଁ ପୁଅ ହେରିକା ଭାରି ଖୁସି ଶୁଣିକିରି। ସେ କହିଲେ ଦେଇ କୋଉଦିନ ଆସିବୁ? ଓକେ ଓକେ। ନା ଆପଣ ଏବେଠୁ କହିଦେଇଥାନ୍ତୁ, ତ ଯୋଉଟା କି ଆସନ୍ତା ମାସରେ ଆମେ ଡେଟ୍ ଆମେ ଫାଇନାଲ କରିବା। ଯେମିତିକି ଆପଣଙ୍କ 8 ତାରିଖ ଡେଟ୍ ଫାଇନାଲ ହଉଛି ଯେ ବରମୁଣ୍ଡାରେ ଆପଣଙ୍କର କିସୋଲର ଏକ୍ସପର୍ଟ, ତାକୁ କୁହାଯାଏ ଯେ ତାଙ୍କୁ କିସୋଲର ଟ୍ରାନ୍ସଫର୍ମର ତାଙ୍କର ପୋଜିସନ। ତ ସିଏ 8 ତାରିଖ ଦିନ ସିଏ ଆସୁଛନ୍ତି, ଆଉ ତା ସହିତ ଆମେ ବି ପ୍ଲାନିଂ କରିବା ଆପଣଙ୍କର କୋପରେଟ କରିବାକୁ, ତାକି ଏ ପୁରା ହିନ୍ଦୁସ୍ତାନକୁ ଆମେ ବହୁତ ବଡ ଗୋଟେ ପଜିଟିଭ ଏଇଟା କେବଳ ଭାଇବ୍ରେସନ। ଗୁରୁଜୀଙ୍କର ଇଏ ନୁହଁ, ଏଇଟା ଆମ ସାରା ଆସିମ ପରିବାର ଇଏ ଜଳ ସଞ୍ଚୟ ଉପରେ। ଓକେ ଓକେ ଓକେ, ଥ୍ୟାଙ୍କ ୟୁ। ବହୁତ ବହୁତ ଧନ୍ୟବାଦ ବାପା, ଆପଣଙ୍କ ଏକ୍ସାଇଟମେଣ୍ଟ ପାଇଁ ବହୁତ ବହୁତ ଧନ୍ୟବାଦ। ଆପଣଙ୍କ ଏକ୍ସାଇଟମେଣ୍ଟ ଆମକୁ ଉର୍ଜା ଦଉଛି। ସାହୁ ଭାଇ କୁହନ୍ତୁ। ଆମର ବି ଏ ଗୋଟେ ଠିକ ଏ ସମୟରେ ଆସିଗଲା ଯୋଉ ଗାଡି, ଏ ସାଉଣ୍ଡ ଟାକୁ କ୍ଲିୟର କରିବନି। ଯାହା ହଉ, କିନ୍ତୁ ଆଜି ଜଳ ସଞ୍ଚୟ ଉପରେ ଯୋଉ କହିଲେ, ସାଉଣ୍ଡ ଟା ଜୋରେ ଆସୁଛି ତ, ସେ ଜଳ ସଞ୍ଚୟ ଯାହା ଆଜି କହିଲେ ତାର ତ ଗୁରୁତ୍ୱପୂର୍ଣ୍ଣ, ବହୁତ ବଡ ଗୁରୁତ୍ୱପୂର୍ଣ୍ଣ। ଯେ ସେଇ କଥା ବର୍ତ୍ତମାନ କାର୍ତ୍ତିକ ବାବୁ ଫୋନ କରିଥିଲେ, ମୁଁ ଏଣ୍ଟ୍ରି କରିଛି କିନ୍ତୁ କାହିଁ ତ ଦେଖଉନି। କିନ୍ତୁ ଜଳ ସଞ୍ଚୟ ଉପରେ ସେ ଶୁଣିଲେ ଭାରି ଖୁସି ହେଇଗଲେ, କହିଲେ ଚାଷୀ ମାନଙ୍କ ପାଇଁ ଏଇଟା ବହୁତ ବଢିଆ ଜିନିଷ ଆସିଛି। ଚାଷୀ ମାନେ ଆକୁ ଯଦି ଚାହିଁବେ ତାକୁ ବହୁତ ବଡ ଆକାରରେ କରିପାରିବେ। ଯେମିତିକି ପ୍ରଥମେ ପରିବା କରନ୍ତୁ ବା ଯେକୌଣସି ଚାଷ କରନ୍ତୁ ନା କାହିଁକି, ମାଟିରେ ଯଦି ଆମେ ୟୁଜ୍ କଲେ, ତାହେଲେ ଆମେ ସେଥିରେ ବଡ ସକ୍ସେସ୍ ହେଇଯାଇପାରିବା। କାହିଁକିନା ଜଳ ସଞ୍ଚୟ ଧରିବାର ଯୋଉ 40% ପାଣି ଅବଜର୍ଭ କରୁଛି, ସିଏ ଗୋଟେ ସବୁଠାରୁ ବେଷ୍ଟ ଜିନିଷ। ଯେମିତି ଆମେ ପ୍ରଥମେ ଯୋଉଗୁଡାକ ଗାର୍ଡେନ ଗୋଲ୍ଡ ଦଉଥିଲେ, ମାଟିରେ ମିଶି ଯାଉଥିଲା, ସିଏ ଇଏ ସେଇଭଳି ମାଟିରେ ମିଶିଯିବ ଆଉ ଜଳ ଧାରଣ ଶକ୍ତିଟା ବଢେଇ ଦବ। ଯେ ଏଇଟା ବୋଧେ ବହୁତ ବଡ ଗୁରୁତ୍ୱପୂର୍ଣ୍ଣ। ତା ସହିତ ଦ୍ୱିତୀୟ କଥା ହଉଛି, ଆପଣ ଯୋଉ ପ୍ରୋଗ୍ରାମ କରିବାକୁ କହୁଛନ୍ତି, ନେମାଳର ପ୍ରୋଗ୍ରାମ ତା ଭିତରେ ଗୋଟେ ମଝିରେ ରଖନ୍ତୁ, କାହିଁକିନା ସେଠି ଆମେ ମଧ୍ୟ ଯିବା, ଆଉ ଏଇଟା ବିଷୟରେ କହିବା ଜଳ ସଞ୍ଚୟ ଉପରେ। ତା ସହିତ ଅଲଗା ଆମର ବିଷୟରେ ବି ମିଟିଂ ରଖିପାରିବା। ସବୁଠୁ ଶତପଥୀ ବାବୁ। ଓକେ, ପ୍ରୋଗ୍ରାମ ତ ନିଶ୍ଚୟ ରହିବ। ପ୍ରୋଗ୍ରାମ ତ କରିବା ପାଇଁ ଆମେ ଚାହୁଁଛୁ, କାରଣ ମାସର 30 ଦିନରେ ଯଦି 60ଟା ବି ପ୍ରୋଗ୍ରାମ ହବ ଆମେ କରିବା ପାଇଁ ରେଡି ଅଛୁ। କିନ୍ତୁ ଆଜ୍ଞା ସେଇ ହିସାବରେ ଆମେ ଯଦି ଗ୍ରାଉଣ୍ଡ ୱାର୍କ କରିବା, ବହୁତ ସାରା ଲୋକଙ୍କ ସାଙ୍ଗରେ ଆଜ୍ଞା ପର୍ସନାଲି ଯାଇକି ମିଶିବା, ତ ଆଜ୍ଞା ସେଠି ଆମେ ଦେଖେଇ ପାରିବା, ଡେମୋ ବି ଆଜ୍ଞା ଦେଖେଇ ପାରିବା, କାମ ବି କରିପାରିବା। ରେଜଲ୍ଟ 100% ରେଜଲ୍ଟ, ମାନେ ସନ୍ଦେହ ହିଁ ବି ନାହିଁ। ଇଏ ଇଏ ଏଭଳି ଗୋଟେ ପ୍ରଡକ୍ଟ ଯୋଉଥିରେ କି 100% ଆପଣ ରେଜଲ୍ଟ ଆମେ ପାଇପାରିବା। ତ ଆଜ୍ଞା ମାର୍କେଟରେ କୌଣସି ଜାଗାରେ ଏଭଳି ଗୋଟେ ପ୍ରଡକ୍ଟ ନାହିଁ ଯୋଉଟା କି ପାଣିକୁ 40% ସେଭ୍ କରିବ, 40% ସେଭ୍ କରିବ, ଆଉ ଆପଣଙ୍କର ରାସାୟନିକ ଖାଦ୍ୟକୁ 20% କମ କରିବ।
ତ କୁଣ୍ଡରେ ଆମେ ଯଦି କୁଣ୍ଡରେ ବି ଦଉଛେ ତା ସହିତ ଗାର୍ଡେନ ଗୋଲ୍ଡ ସହିତ ଦେଲେ ଗାର୍ଡେନ ଗୋଲ୍ଡ ତା କାମ କରିବ, ଆଉ ଇଏ ବି ତା କାମ କରିବ। ଦିଟାଙ୍କ କାମ କଲେ ଆହୁରି ବି ଗଛ ଭୁରଭୁରା ହବ। ଆଉ ଯଦି ବି ଜମିରେ ବି ଦଉଛେ ହରିତ ସଞ୍ଜୀବନୀ ସହିତ ଆକୁ ଦେଲେ ଜୈବିକ କ୍ଷେତି ତ ବହୁତ ବଢିଆ ହେଇପାରୁଛି, ପୁରା ହିନ୍ଦୁସ୍ତାନରେ ବି ହେଇପାରୁଛି। ତ ତା ଦ୍ୱାରା ବହୁତ ଭଲ। ଆପଣ ଦେଖିବେ କି ଆପଣଙ୍କର ଆଜି ପର୍ଯ୍ୟନ୍ତ ଯେତିକି ପରଚେଜ ଭଲ୍ୟୁମ ଆପଣଙ୍କର ହଉଛି, କେବଳ ଜଳ ସମ୍ପଦ ଆଉ ଜଳ ସଞ୍ଚୟ ଆଉ ହରିତ ସଞ୍ଜୀବନୀ ୟା ମାଧ୍ୟମରେ ତାଠୁ ଅଧିକା ଟର୍ଣ୍ଣଓଭର ଆପଣଙ୍କର ହେଇଯାଇ ପାରିବ। ଏତେ ବଡ ଜିନିଷ ଏଇଟା ଗୋଟେ। ତ ଓକେ, ଥ୍ୟାଙ୍କ ୟୁ ସାହୁ ଭାଇ। ଆକାଶ, ନମସ୍କାର ସାର୍। ନମସ୍କାର। ଜୟ ଶ୍ରୀରାମ। ଆଜିର ଯୋଉ ଜଳ ସଞ୍ଚୟ ବିଷୟରେ କହିଲେ, ତ ଆଗାମୀ 20-30 ବର୍ଷ ଭିତରେ, ଯେତିକି 40 ବର୍ଷ ତଳେ ଯୋଉମାନେ ସବୁ ବୋରୱେଲ ଖୋଳିଥିଲେ, ମାଟିର ଲେବୁଲ ଯେତିକି, ପାଣିର ଲେବୁଲ ଯେତିକି ଥିଲା, ତ ଏବେ ବର୍ତ୍ତମାନ ଆହୁରି ଡାଉନ ହେଇଯାଇଛି। ତ ଆମେ ଯଦି ଜଳ ସଞ୍ଚୟକୁ ଆମେ ୟୁଜ ନ କରୁଛେ, ତ ଆଗାମୀ 20-30 ବର୍ଷ ଭିତରେ ତ ତାଠାରୁ 2-3 ଗୁଣ ଆହୁରି ମଧ୍ୟ କମ ହେଇଯିବ। ତେଣୁ ଆମେ ଲୋକମାନଙ୍କୁ ସଚେତନ କରାଇବା ଆଉ ଜଳ ସଞ୍ଚୟକୁ ଆପଣେଇବା। ଓକେ, ଥ୍ୟାଙ୍କ ୟୁ। ବୋରୱେଲର ଖର୍ଚ୍ଚ କମିଯିବ। ଓକେ, ଥ୍ୟାଙ୍କ ୟୁ। ସୁକାନ୍ତ ବାବୁ, ସାର୍ ନମସ୍କାର ସାର୍, ଜୟ ଆସିମ୍ ସାର୍। ନମସ୍କାର। ଆପଣଙ୍କ ପାଇଁ ତ ଇଏ ଗୋଟେ ଭଗବାନଙ୍କର ଗୋଟେ ବହୁତ ବଡ ବରଦାନ। ସାର୍ ବହୁତ ବଢିଆ ଜିନିଷ ଆଜି ଯାହା କହିଲେ, ଆଜି ଟିସି ସାର୍ ଯାହା କହିଲେ, ମାନେ ବହୁତ ବଢିଆ ଈଶ୍ୱରଙ୍କ ବରଦାନ। ମାନେ ସାର୍ ଆଜି ଧର୍ମରେ ଅଛନ୍ତି ବୋଲି ସାର୍ ଦେଖନ୍ତୁ ବଢିଆ ବଢିଆ ପ୍ରଡକ୍ଟ ଆମ ପାଖକୁ ଆସିଯାଉଛି। ମାନେ ଏମିତି ଗୋଟେ ଜିନିଷ, ଭାରତ ଗୋଟେ କୃଷି ପ୍ରଧାନ ଦେଶ, ଜଳ ସଞ୍ଚୟ ଏମିତି ଗୋଟେ ଜିନିଷ ପ୍ରଡକ୍ଟ ବାହାରିଛି ଲଞ୍ଚ ଭଗବାନଙ୍କର ଆଶୀର୍ବାଦରୁ। ଦେଖନ୍ତୁ ମାଟି ମାକୁ ସୁରକ୍ଷିତ ଦେବା କେମିତି, ଆମର ପାଣି ଯୋଉ ଅପଚୟ ହଉଛି, ପାଣି ଆମର ବାରମ୍ବାର ଦରକାର ହଉଛି, ପାଣି ଆମର ଲୋକମାନେ ପାଉନାହାନ୍ତି। ସେଇ ପାଣିଟାକୁ ଯଦି ଆମେ 40% ଆମର ଏକ୍ସଟ୍ରା ଆମର ଜାଗାରେ ଆମେ ସେଇଟା ମାନେ ଇରିଗେସନ ପ୍ଲାଣ୍ଟେସନ ଆମେ କରିପାରିବା। ପାଣି ଆମେ ଯୋଉ ବାରମ୍ବାର ଯୋଉ ଦଉଛେ, ପାଣି ସର୍ଟେଜ ହଉଛି, ଖରାଦିନେ ପାଣି ଲୋକମାନେ ପାଣି ପିଇବାକୁ ପାଉନାହାନ୍ତି, ଆମର ଜଳସ୍ତର ତଳକୁ ପଳଉଛି। ସେ ପାଣିଟା ଯଦି ଆମେ ୟୁଟିଲାଇଜ ଆମେ ପ୍ଲାଣ୍ଟେସନ କରିପାରିବା, ଧୀରେ ଧୀରେ ଆମ ଜଳ ସଞ୍ଚୟ ସେତିକି ପାଣିରେ ଆମର ତାର ଡବଲ ଜାଗାକୁ ଆମେ ପ୍ଲାଣ୍ଟେସନ କରିପାରିବା। ତାକି ଆମର ଯୋଉ ପାଣି ଅଧିକା ଦ୍ଵାରା ଯୋଉ ଆମର ଯୋଉ ଯୋଉ ନ୍ୟୁଟ୍ରିସନ, ଫସଫରସ, ପଟାସ, ଆମର ଯୋଉ ମାଙ୍ଗାନିଜ ଯୋଉ ଆମର ଅନୁସାରେ ଦିଆହଉଛି ଆମର ଜମିରେ, ସେଇଟା ଆମର ନଷ୍ଟ ହେଇଯାଉଥିଲା। 40% ଜଳ ସଞ୍ଚୟ ଆମର ହେଇଗଲା, ସେଇଟା ସେ ପାଣି ଦ୍ୱାରା ଆବଜର୍ବ ହେଇକି ସେ ମାଟି ଭିତରେ ସେଇଟା ଆମର ଷ୍ଟୋରେଜ ହେଲା, ମାନେ ଫସଲ ଭଲ ଗ୍ରୋଥ ହବ, ଫସଲ ଭଲ पैदावार ହବ। ବହୁତ ବଢିଆ ଜିନିଷ ସେ ଆଜି କହିଲେ, ମାନେ ଜଳ ସଞ୍ଚୟ ଉପରେ। ଜଳ ସଞ୍ଚୟ ଏମିତି ଗୋଟେ ଜିନିଷ, ଆମେ ଯଦି ତା ଡେମୋ ବି ବହୁତ ଇଜି, ଲୋକଙ୍କୁ ବୁଝେଇବା, ଲୋକଙ୍କୁ ପ୍ରାକ୍ଟିକାଲ ଡେମୋ ଦେଖେଇବା, ଇନଷ୍ଟାଣ୍ଟ 1 ମିନିଟ ଭିତରେ ତାର ଆମେ ରେଜଲ୍ଟ ପାଇପାରୁଛେ। ଯଦି ଆମେ ପ୍ରକୃତିରେ ଡେମୋ ଆମେ ଦେଖେଇବା, ଫିଲ୍ଡ ଉପରେ ବୁଲିବା, ଲୋକଙ୍କୁ ଦେଖେଇଦେବା, ଧୀରେ 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 ଦେଖନ୍ତୁ ଆମର ଯୋଉ ଚାଷୀ ଭାଇ ମାନେ ଯୋଉ ଲସ୍ କରୁଛନ୍ତି, ଯୋଉମାନେ କିଛି ତାର ହିସାବ କଲେ ତାଙ୍କର ଟିକେ ଲାଭ ଟିକେ କମି ଯାଉଛି, ଏଇଟା ୟୁଜ କରିବା ଦ୍ୱାରା ଆମର ଦେଖନ୍ତୁ ଧୀରେ ଧୀରେ ତାଙ୍କର ଲାଭ ହବ, ସେମାନେ ଚାଷ ପ୍ରତି ମନ ବଳେଇବେ। ଆଉ ଲୋକମାନେ ନିଜେ ନିଜେ ନିଜର ମାନେ ଯୋଉ ଯାଉଛନ୍ତି ଆମର ଦାଦନ ଖଟିବା ପାଇଁ, ସେମାନେ ଚାଷ ଦ୍ୱାରା ବହୁତ ଇନକମ କରିପାରିବେ। ଆଉ ଚାଷ ଦ୍ୱାରା ଇନକମ କଲେ ସେମାନେ ଧୀରେ ଧୀରେ ସେମାନେ ଚାଷ ପ୍ରତି ମନ ବଳେଇବେ। ଆମର ଦେଶ ଗୋଟେ କୃଷି ପ୍ରଧାନ ଦେଶ, ଚାଷୀ ହଉଛି ଆମର ମେରୁଦଣ୍ଡ ଆମ ଚାଷର। ଆମ ଦେଶର ମେରୁଦଣ୍ଡ ହେଲା ଚାଷ। ଯଦି ଚାଷ ଯଦି ଇମ୍ପ୍ରୁଭ କରିଗଲା, ଆମ ଦେଶ ଇମ୍ପ୍ରୁଭ କରିବ। ଆମ ସମସ୍ତଙ୍କର ଆମର ଖାଦ୍ୟର ଅଭାବ ରହିବନି। ଆମେ ନିଜେ ଆମେ ଆମେ ଘରେ ଆମେ ନିଜେ ନିଜେ ଆମର ପ୍ରଡକ୍ସନ କରିକି ନିଜେ ଆମର ଖାଦ୍ୟର ଆମେ ନିଜେ ଆମେ ଯୋଗାଡ଼ କରିପାରିବା। ତା ସହିତ ଆମର ଚାଷୀ ଭାଇ ମାନେ ଯଦି ଆମର ହେଲେ, ତାଙ୍କ ପରିବାର ଆମେ ହସ ଖୁସି ଆମେ ଦେଖେଇ ପାରିବା। ଆଉ ଏଥିରେ ଆମର ଦେଲେ ଆମର ଜୈବିକ ଖାତ ବି କମିଯିବ। ହରିସଞ୍ଜୀବନୀ ଯଦି ପାଇବା, ଆମର ଯୋଉ ହରିସଞ୍ଜୀବନୀ ଦେଇପାରିବା। ତା ସହିତ ଯୋଉ ଆମର ଯୋଉ କେମିକାଲ ଖାଦ୍ୟ ଆମେ ଦଉଛେ, ସାର ଦଉଛେ, ସେଇଟା 20% ଆମ କମିଯିବ। 20-40% ଧୀରେ ଧୀରେ ଆମର ମାଟି ଯେତେବେଳେ 2 ବର୍ଷ 3 ବର୍ଷ ଦେଲା ପରେ ମାଟିର ତାର କ୍ୱାଲିଟି ବଦଳିଯିବ। ମାଟି ଧୀରେ ଧୀରେ ତାର ଯୋଉ ସାର ପକେଇକି ଯୋଉ ବଞ୍ଜର ହେଇଯାଉଛି, ଜମି ହେଇଯାଉଥିଲା, ସେଇଟା ଧୀରେ ଧୀରେ ମାଟି ମାକୁ ଆମେ ରକ୍ଷା କରିପାରିବା। ଥ୍ୟାଙ୍କ ୟୁ ସାର୍, ଓଭର ସାର୍। ଓକେ, ଥ୍ୟାଙ୍କ ୟୁ। କେବଳ ଯେ 40% ଆପଣଙ୍କର ଜଳ କମ ହବ ସେ ନୁହେଁ, ଯେ ତା ସହିତ ଆପଣଙ୍କର 20% ଆପଣଙ୍କର ଯୋଉ ରାସାୟନିକ ଖାଦ୍ୟ ଦଉଥିଲେ ସେ କମ ଆପଣଙ୍କର ଖର୍ଚ୍ଚ ହବ। 30% ଆପଣଙ୍କ ଉତ୍ପାଦନ ବଢିବା ସହିତ 25% ଆପଣଙ୍କର ଆୟର ବୃଦ୍ଧି ହବ। ଏତେ ବଡ କାର୍ଯ୍ୟକ୍ରମ ତାର ଅଛି। ତାର ତ ଲିଫଲେଟ ଆମକୁ ଯୋଉ ଯାଇଥିଲେ ମିଳିଥିଲା। ଆମ୍, ଆମ୍, ଆମର ହଁ ସାର୍। ରୂପାନ୍ତରଣ ଯାତ୍ରା ରାଉରକେଲାରେ ତ ଲିଫଲେଟ ଆମକୁ ମିଳିଥିଲା। ରାଇଟ୍। ଆମେ ଚାହିଁବା ଯଦି ତାକୁ ବି ଓଡ଼ିଆ ଆମେ ଟ୍ରାନ୍ସଲେଟ କରିକି ବି ଆମେ ଦେଇପାରିବା।
ଆଉ ଯେତେ ଶୀଘ୍ର ବି ଯଦି ମିଟିଂ ରଖିବେ ଚାଷୀ ମାନଙ୍କର ବଡ ବଡ ମିଟିଂ ରଖିବେ, ଆମେ ହରିତ ସଞ୍ଜୀବନୀ ଆଉ ଏଇ ଜଳ ସଞ୍ଚୟ ଚାଷ ଆରମ୍ଭ ପୂର୍ବରୁ ଆମେ ଯଦି ଏଇ କଥା ତାଙ୍କୁ ଜଣେଇବା, ତାହେଲେ ସେମାନେ ମାଇଣ୍ଡ ମେକଅପ୍ କରିବେ। ବଡ ବଡ ଚାଷୀଙ୍କୁ ନେଇକି ଗୋଟେ ମିଟିଂ 30 ଜଣ 40 ଜଣ 50 ଜଣ କି 100 ଜଣଙ୍କର ଗୋଟେ ଗାଁରେ, ଆମ ପାଖରେ ତ ପ୍ରୋଜେକ୍ଟର ଅଛି, ଭଗବାନ ସବୁ କିଛି ଆମକୁ ଦେଇ ଦେଇଛନ୍ତି। ଆମ ପାଖରେ ପ୍ରୋଜେକ୍ଟର ଅଛି, ଆମ ପାଖରେ ଜଳ ସଞ୍ଚୟ କରିବା ପାଇଁ ଡେମୋ ଦେଖେଇବା ପାଇଁ ସୁବିଧା ବି ଅଛି। ସବୁ କିଛି ଆମ ପାଖରେ ରେଡି ଅଛି, କିନ୍ତୁ ଆମେ ବର୍ତ୍ତମାନ କାମ କରିବା ଆରମ୍ଭ ଆରମ୍ଭ କରିବା ନିହାତି ଦରକାର। ଓକେ, ଥ୍ୟାଙ୍କ ୟୁ। ଆପଣଙ୍କ ଟିମରେ ତ ଅଲରେଡି ଭାଇ ଅଛନ୍ତି କାମାକ୍ଷାନଗରରେ, ସିଏ ବି ଅଲରେଡି ସାର ହଁ ଏଇ ସାର୍। ସବୁ ବିକ୍ରି କରୁଛନ୍ତି। ତ ସେ ବହୁତ ସାରା କାର୍ଯ୍ୟ ଆମେ କରିପାରିବା। ଓକେ, ଥ୍ୟାଙ୍କ ୟୁ। ମନୋଜ ବାବୁ କୁହନ୍ତୁ। ସାର୍ ଜୟାର ସେମ ଜୟାର ସେମ ଟିକେ ମୁଁ ନେଟୱାର୍କ। କହିବି ସୁକାନ୍ତ ବାବୁ ଆଉ ଡିଏପି ସାରେ ପଟା ସାରା ଖୋଜିବେନି। ଆଜ୍ଞା ଶୁଭିଲା ଆଜ୍ଞା? ହଁ ହଁ, ଏଥର ଶୁଭିଲା, କୁହନ୍ତୁ। ଶୁଭିଲା? ହଁ, ଏଥର ଶୁଭିଲା। ଆଜ୍ଞା ବର୍ତ୍ତମାନ ସୁକାନ୍ତ ଆଉ ବିଲରେ ଯୋଉ ମାରିବାକୁ ଖୋଜୁଥିଲେ ପଟାସ ଆଉ ଡିଏପି ଆଉ ଖୋଜିବେନି। ସୁକାନ୍ତ ବାବୁ କହୁଥିଲେ ଆଉ ଡିଏପି ପଟାସ ମିଳୁନି, ଆଉ କଣ ବିଲରେ ମୁଁ ମାରିବି। ମୁଁ କହିଲି ଭାଇ ତୁମେ କଣ ଆଉ ଆମତିରେ ରହିକି ତୁମେ ଆଉ ଶିଖୁଛ ଯେ ତୁମେ ପଟାସ ଡିଏପି ଆହୁରି ମାରିବ ବିଲରେ। ତେଣୁ ଯାହା ହଉ ସାର୍, ଏଇ ବହୁତ ଜିନିଷଟା ବହୁତ ବଢିଆ ହେଲା। କାହିଁକି ନା ମୁଁ ବି ବାରିରେ ଖଣ୍ଡେ ଆମର ଅଛି, ମୁଁ ସେଗୁଡାକ ମଧ୍ୟ ଆଜ୍ଞା ସବୁବେଳେ ଏଇ ଜିନିଷ ଜାଣିନଥିଲି। ମୁଁ ଆଜି ଗୁରୁକୁଳକୁ ବହୁତ ସମ୍ମାନ ଦଉଛି, ଯୋଉଟା କି ଜଳ ସ୍ତରଟାକୁ ସେ ଏତେ ସୁନ୍ଦର ଭାବରେ ଆମକୁ ବୁଝେଇଲେ, ଯୋଉଟା କି ଆମ ପାଇଁ ଆଗେ ଆମେ ନିଜେ ଉପଯୋଗୀ ହବା, ଆମ ପାଖରେ ଥିବା ଲୋକ ନିଜେ ଦେଖନ୍ତୁ, ଆସ୍ତେ ଆସ୍ତେ ଦେଖିବେ ଅଟୋମେଟିକ ସମସ୍ତେ ୟାର ବ୍ୟବହାର ଆମେ କରିବା ପାଇ ମଧ୍ୟ। ତେଣୁ ଏଇ ଜଳ ସ୍ତରଟାକୁ ନିଶ୍ଚିତ ଆମେ ଆଜ୍ଞା ୟା ପରେ ଏଇ ଚାପ୍ଟରଟାକୁ ମଧ୍ୟ ଆମେ ଜଣେ ଜଣେ କୃଷିଙ୍କୁ ବି ଦେଖେଇବା, ଏଇ ଯୋଉ ଡେମୋଟାକୁ ଦେଖିଲେ ନିଶ୍ଚିତ ଆଜ୍ଞା ସେମାନେ ଉପଯୋଗ କରିବେ। ଜୟ ଆରସିଏମ୍। ଓକେ, ଥ୍ୟାଙ୍କ ୟୁ। ନାଇଁ, ଆମେ ଯଦି କାଲକୁଲେସନ କରି ଚାଷୀ ଭାଇ ମାନଙ୍କୁ ବି ଦେଖେଇ ପାରିବା। ଗୋଟେ କଥା, କାଲକୁଲେସନ କଣ ନା, ଆମେ 7 ଦିନରେ ଥରେ ପାଣି ଦଉଥିଲେ, ଆମେ 14 ଦିନରେ ଥରେ ପାଣି ଦବା। ତ ସିଏ ତ ପାଣିର ଖର୍ଚ୍ଚ, ଆମେ ଦବାର ଖର୍ଚ୍ଚ, ପମ୍ପର ଖର୍ଚ୍ଚ, ଇଏ ତ କମିବ ତ କମିବ। ଦ୍ୱିତୀୟ କଥା, ଯୋଉଠି ପାଣି ଆମେ ବୋରୱେଲ କରିକି ସେଇଠୁ ପାଣି ଆମେ ବାହାର କରିକି ଦଉଛେ, ଆପଣ ମନେ ପକାନ୍ତୁ ଯେ 20 ବର୍ଷ ତଳେ ଯୋଉଠି ବୋରୱେଲ ହେଇଥିଲା, ଆଜି ଦେଖନ୍ତୁ ସେ ବୋରୱେଲରୁ ପାଣି ବାହାରୁନି। ତ ଆମେ ଆଜି ଯୋଉ ବୋରୱେଲ ଟା କରୁଛେ, ପୁଣି 20 ବର୍ଷ ପରେ ଦେଖିଲା ବେଳକୁ ସେଠି ବି ପାଣି ନଥିବ, ପାଣି ସ୍ତର ଧୀରେ 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 ତଳକୁ ପଳେଇ ଯାଉଛି। ତ ଇଏ ବୋରୱେଲର ଯୋଉ ଖର୍ଚ୍ଚ, ତ ଇଏ ଖର୍ଚ୍ଚକୁ ବି ତ ଆମେ କମ କରିଦେଇ ପାରିବା। ତ ୟାକୁ ଆମେ ହିସାବ ବି ଆମେ ଲଗେଇ ପାରିବା। ଓକେ, ଥ୍ୟାଙ୍କ ୟୁ ମନୋଜ ବାବୁ। ଆମେ ବାବୁଲିଆଙ୍କ ବିଚାର ଶୁଣିବା। ଆଜ୍ଞା, କୁହନ୍ତୁ। ଅନମ୍ୟୁଟ କରନ୍ତୁ, ଅନମ୍ୟୁଟ କରନ୍ତୁ ଆଜ୍ଞା। ଆଉ ଗୋଟେ ଅପସନ ଯାଉଛି ଅନମ୍ୟୁଟ ର, ସେଟା ଟିକେ ମାରିଦିଅନ୍ତୁ। ହଁ, କୁହନ୍ତୁ। ହେଇଗଲା, ଜୟ କୁହନ୍ତୁ। ଆଚାର୍ଯ୍ୟ, ନମସ୍କାର। ନମସ୍କାର। ମୁଁ ଟିସିଜିଙ୍କର ଆଜି ଗୁରୁକୁଳରେ ଯୋଉ ଜଳ ସଞ୍ଚୟର କି ଉପାଦେୟ ଉପରେ ଯୋଉ ଭଳି ଭାବରେ କହୁଥିଲେ, ପ୍ରଥମେ କଥା ହଉଛି ଆମକୁ ଚାଷୀ ମାନଙ୍କ ସହିତ ସମ୍ପର୍କ ଯୋଡ଼ିବାକୁ ପଡ଼ିବ। ଏବଂ ମୁଁ ମଧ୍ୟ ୟା ଭିତରେ ମୋର ଗୋଟେ ବିଲ ଅଛି, ମୁଁ ଯୋଉଠି ଘର କରିଛି, ମୁଁ ଆଗେ ନେଇକି ସେଠି କରିବି। ପାଣି ସେ ଆପଣ ଯୋଉ କହିଲେ 7 ଦିନ ପାଣି ଦବା ଟିକେ କମେଇବା, କେମିତି କଣ କରୁଛି, ଏବଂ ସେଠି ବହୁତ ଚାଷୀ ଅଛନ୍ତି ତାଙ୍କୁ ଦେଖେଇବା। କାରଣ ଆଜିକାଲି ଆମେ ଖାଲି ଜୁମ୍ ମିଟିଂରେ ବସି କହିଦେଲେ ହବନି, ଆମକୁ ଡେମୋ ଦେଖେଇବାକୁ ପଡିବ ଏବଂ ଚାଷୀଙ୍କ ଭିତରେ ଆମକୁ ପ୍ରବେଶ କରିବାକୁ ପଡିବ। କାରଣ ଆମେ ଦେଖୁଛୁ, ମୋ ଇଏରେ ମୁଁ ଯେତିକି ଜାଣିଛି, ମୁଁ ବି ଜଣେ ଚାଷୀ ଘରରୁ ଆସିଛି। କାରଣ ଚାଷଟା ଉପରେ ଲୋକମାନେ ଯୋଉ ବର୍ତ୍ତମାନ ଯୋଉ ରାସାୟନିକ ଦ୍ରବ୍ୟ ପ୍ରୟୋଗ କରୁଛନ୍ତି, ସେଥିରୁ କେମିତି ସେମାନେ ବାହାରିବେ, ସେଭଳି ଭାବରେ ତାଙ୍କ ସାଙ୍ଗରେ ମିଶିବାକୁ ପଡିବ ଏବଂ ତାଙ୍କୁ ଆମର ଚାଷକୁ ଦେଖେଇବାକୁ ପଡିବ। ତେଣୁ ମୁଁ ନିଷ୍ପତ୍ତି ନେଇଛି, ଏବେ ତ ମୋର ଯୋଉ ଜାଗାରେ ମୁଁ ଘର କରିଛି ସେଇଠି ନିଶ୍ଚିନ୍ତ ଭାବରେ ମୋର ହରିତ ସଞ୍ଜୀବନୀ ଅଛି। ମୁଁ ଟିକେ ଚାଷ ପ୍ରତି ଧ୍ୟାନ ଦେଇ କୃଷକ ମାନଙ୍କୁ ସେଠି ଯୋଡ଼ିବି ଏବଂ କିଭଳି ଭାବରେ ଆମେ ଜଳ ସଞ୍ଚୟ ମାନେ ଏଟାକୁ ଆମେ ସୁରକ୍ଷିତ ଭାବରେ କମେଇ ପାରିବା। ଏବଂ ଚାଷୀଟା ପାଣି ପାଇଁ ଚାଷ ଜିନିଷ ନଷ୍ଟ ହଉଛି। କାରଣ ପାଣି ନଥିଲେ ମରୁଡି ହବ, ପାଣି ନଥିଲେ ଗଛ ମରିବ, ପାଣି ନଥିଲେ ଫଳ ହବନି।
ତେଣୁ ଆମେ ତାଙ୍କୁ ପ୍ରଥମେ ଡେମୋ ଦେଖେଇବା। ଆଜିକାଲି ଚାଷୀ ମାନେ ଏମିତି ଆଡଭର୍ଟାଇଜମେଣ୍ଟ ଦ୍ଵାରା ସେମାନେ ନିଜକୁ ନିୟୋଜିତ କରିଛନ୍ତି। ସେଠୁ ଏଠିକି ଆସିଲା ବେଳକୁ ଟିକେ ତାଙ୍କୁ କଷ୍ଟ ହବ। ଆଉ ଥରେ ଯଦି 2-4ଟା ଚାଷୀ ଆସିଗଲେ ତାହେଲେ ଆମକୁ ବହୁତ ସହଜ ହବ। ସେଥିପାଇଁ ଆମେ ପ୍ରଥମେ ପ୍ରୟୋଗ କରିବା ଏବଂ ସମସ୍ତେ ଆମେ ଯୋଉ ଏଇ ରୁମରେ ବସିଛେ ସମସ୍ତେ ଆଗେ ନିଜ ଛାତ ଉପରେ କରନ୍ତୁ, କିମ୍ବା ବାଡିରେ ଯଦି ଘର ଅଗଣାରେ ଯଦି ବାଡି ଅଛି ସେଠି କରନ୍ତୁ ଏବଂ ଚାଷୀକି ଆଣି ଦେଖାନ୍ତୁ। ତାହେଲେ ଆମେ ନିଶ୍ଚିନ୍ତ ଭାବରେ ଆମର ଯୋଉ ଟିସିଜିଙ୍କର ସ୍ୱପ୍ନ ଏବଂ ସାରା ଭାରତ ବର୍ଷରେ ଯୋଉ ପୃଥିବୀରେ ମଧ୍ୟ ଆଙ୍କର ବହୁତ ଚହଳ ହବ। ସେଥିପାଇଁ ଆମେ ନିଶ୍ଚିତ ଭାବରେ ତାଙ୍କର ଏଇ ଯୋଉ ଉପାଦେୟ ଗୁଡ଼ିକୁ ଯୋଉମାନେ ସବୁ କହୁଛନ୍ତି ଆମେ ଫଳ ପ୍ରାପ୍ତ ହବା। ମୁଁ ଆଉ ଅଧିକ କହୁନି, ଏତିକି କହିଛି। ଜୟ ଆଶ୍ରୟ, ନମସ୍କାର। ସେମ୍ ନମସ୍କାର, ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ। ଆ, ବାବୁଲି ବାବୁଙ୍କର ନିଜର ବି ପିକଅପ୍ ସେଣ୍ଟର ଅଛି ଭୁବନରେ। ଆକ୍ଚୁଆଲି ଲିଷ୍ଟ କରିକି କାମ କରିବା ତ ବହୁତ ମାହିର ସେ। ଆମେ ଏମିତି ବି ଆମେ କରିପାରିବା, ଯେମିତିକି କୁହାଯାଏନି ଯେ ଚାଷୀ ହୁଡ଼ିଲେ ବର୍ଷେ। ତ ଆମେ ଯଦି ତାଙ୍କୁ ଏବେ ଗୋଟେ ଲିଷ୍ଟ କରିକି ତାଙ୍କୁ ଅର୍ଗାନାଇଜ କରିକି ଜଳ ସଞ୍ଚୟର ଯୋଉ ଭିଡିଓ କାଲି ବି ମୁଁ ଗ୍ରୁପରେ ବି ପଠେଇଥିଲି। ତ ଆପଣମାନେ ଗତକାଲିର ଭିଡିଓ ବି ଦେଖିପାରିବେ। ଭିଡିଓ ଛଡା ବି ଆମେ ପ୍ରାକ୍ଟିକାଲି ବି ପ୍ୟାକେଟ ତାର ଜନସନର ଡବାକୁ ନେଇକି ଆମେ ଗ୍ଲାସରେ ଗୋଳେଇକି ମାଟି ସହିତ ଗୋଳେଇକି ଆମେ ପ୍ରାକ୍ଟିକାଲି ଲୋକଙ୍କୁ ଦେଖେଇ ପାରିବା ଯେ ପାଣିକୁ କେମିତି ଆବଜର୍ଭ କରିକି ରଖୁଛି। ତା ଦ୍ୱାରା ଏବେ ଯୋଉ ଚାଷ ଆମର ଆରମ୍ଭ ହବାକୁ ଯାଉଛି, ସେ ଚାଷ ଆଳୁ ଚାଷ ବର୍ତ୍ତମାନ ଆରମ୍ଭ ହବାକୁ ଯାଉଛି, କି ଆମର ଯେକୌଣସି ପନିପରିବା ଚାଷ କରିବାକୁ ଆରମ୍ଭ ହବାକୁ ଯାଉଛି। ଆରମ୍ଭ ପୂର୍ବରୁ ଆମେ ଯଦି ତାଙ୍କ ପାଖରେ ପହଞ୍ଚେଇ ଦେଇପାରିବା ଆଉ ତାଙ୍କୁ କହିଦେଇ ପାରିବା, ସେ ବହୁତ ବଡ ରେଜଲ୍ଟ ଆମକୁ ଦବ। ଗୋଟେ ଏକରକୁ 5ଟା ହେଲେ ଆମର ଯଦି ଦେଖିବା ତାକୁ ଡିଭାଇଡ ଆମେ କରିଦବା, ତାହେଲେ 4-5 ଗୁଣ୍ଠରେ ଯଦି ଗୋଟେ ଡବା ଆମକୁ ଦରକାର ହଉଛି, ତାହେଲେ ଲୋକ ୟୁଜ କରିବେ। ତ ଯୋଉଠି 10 ଗୁଣ୍ଠର ଜାଗା ଅଛି ସେଠି 50% ଜଳ ସଞ୍ଚୟ ବ୍ୟବହାର ହବ, କିଛି ହରିତ ସଞ୍ଜୀବନୀ ବ୍ୟବହାର ହବ, ଆଉ 50% ହବନି। ତ ସେଇଠି ଲୋକ ରେଜଲ୍ଟ ଜାଣିବେ ଆଉ ଦେଖିବେ ନେକ୍ସଟ ମାସକୁ। ମାନେ ଯୋଉଦିନ ଲଞ୍ଚ ହେଇଥିଲା ସେଦିନ ବି ଟିସିଜି କହିଥିଲେ, ଆଜି ବି ସେଇ କଥା କହିଲେ ଯେ ଇଏ ପ୍ରଡକ୍ଟ ଯୋଗେଇ ହବନି, କିନ୍ତୁ ଆମେ ପ୍ରୟାସ ଜାରି ରଖିବା। ଏବେ ବି ସର୍ଟେଜ ପଡ଼ିଲାଣି, 15 ଦିନ ହେଲା ସର୍ଟେଜ ପଡ଼ିଲାଣି। ତ ଏବେ ବି ଆମେ ପ୍ରୟାସ ମାନେ ଟିସିଜି ପ୍ରୟାସ ଜାରି ରଖୁଛନ୍ତି ଯେ ସଫିସିଏଣ୍ଟ ପ୍ରଡକ୍ସନ କରିକି ଦେବେ। କିନ୍ତୁ ଯେହେତୁ ଇଏ ପ୍ରାକୃତିକ ତତ୍ୱରେ ତିଆରି ହେଇଛି, କଦଳୀ ଚୋପା କି ଆପଣଙ୍କର ଯୋଉ ଇଏ ଆଖୁର ଚୋପା, କୌଣସି ପନିପରିବାର ଚୋପା, ଏଥିରୁ ତିଆରି ହେଇକରି ଏଇ ଯୋଉ ଜିନିଷ ଯୋଉ ତିଆରି ହେଇଛି, ତ ୟାକୁ ସଫିସିଏଣ୍ଟ ତାର ର ମେଟେରିଆଲ ମିଳିବା ବି ବହୁତ କଷ୍ଟ। ଓକେ, ଥ୍ୟାଙ୍କ ୟୁ। ନାନୀ କୁହନ୍ତୁ, ନେମାଳ ପିକଅପ୍ ସେଣ୍ଟର ମାଲିକ। ଆଜ୍ଞା ନାନୀ କୁହନ୍ତୁ। ଆପଣଙ୍କ ଆୱାଜ କାହିଁକି ଆସୁନି? ଅନମ୍ୟୁଟ ତ ହେଇଗଲା। ଓକେ, ଠିକ ଅଛି, ଆପଣଙ୍କ ଆୱାଜ ଆସୁନି। ବିଶ୍ୱନାଥ ବାବୁ କୁହନ୍ତୁ। ସାର୍ ଜୟ ଆସିମ୍ ସାର୍। ଜୟ ସେମ୍। ସାର୍ କାଲି ସାର୍ ଆପଣ ଯୋଉ ଲିଙ୍କ ପଠେଇଥିଲେ ସାର୍, ମୁଁ କାଲିଠୁ ବି ଦେଖିଥିଲି ଆମର ଜଳ ସଞ୍ଚୟର ଡେମୋ ବି ଦେଖିଥିଲି ସାରଙ୍କ କ୍ଷେତ୍ରରେ, ସେ କେମିତି ତାକୁ ୟୁଜ କରିବା। ଆଉ ମେନ୍ କଥା ହଉଛି ଆମେ ସେ ପ୍ରଡକ୍ଟ ଆଗ ନିଜେ ୟୁଜ କରିବା, ଯଦି ନ ଶିଖିବା ପୁଣି ଅନ୍ୟ ଜଣଙ୍କୁ କେମିତି ବତେଇବା ସେ ଜିନିଷଟା। ସେଇଟା ମୁଁ ପ୍ରଥମେ କାଲି ଦେଖିଲି ଯେ ନାଇଁ, ଆଗ ପ୍ରଥମେ ସେଟାକୁ ମାଟିରେ ଗୋଳେଇକି ତାର ଇଏଟା ଆମେ ନିଜେ ଡେମୋ ଆଗ ନିଜେ ନ ଦେଖିଲେ ତ ଅନ୍ୟ ଜଣଙ୍କୁ ବତେଇ ପାରିବାନି। ଆଉ ଦ୍ୱିତୀୟ କଥା ହଉଛି ଆମର ସବୁଠୁ ଅସୁବିଧା ହଉଛି ସବୁବେଳେ ତ ଆମେ ପାଣି ଦେଇପାରିବାନି, ଦେଇପାରୁନେ ବି ସବୁ ଜାଗାରେ। ତ ଏଇ ଜିନିଷଟା ୟୁଜ କରିବା ଦ୍ଵାରା ଆମର ପାଣି ଦବାର ସମୟ ଡ୍ୟୁରେସନ ଟା ଆଉ ଟିକେ ଅଧିକା ସମୟରେ ବି ଆମେ ତାକୁ ଫଲୋ ନେଇକି ଥିଲେ ବି ଆମ ଜମିରେ ଫସଲ ଟା ବେଟର ବି ହେଇପାରିବ। ଆଉ ଗୋଟେ ଭଲ ପ୍ରଡକ୍ଟ ଆମେ ଦେଖି ପାରୁଛେ ଯେ ଯୋଉ ଜିନିଷ କି ଆମର ଗୋଟେ ଭଲ ପ୍ରଡକ୍ଟ, ଆଉ ତାକୁ ୟୁଜ କରିକି ଆଗାମୀ ଦିନରେ ଆମର କୃଷି ଚାଷୀ ଭାଇ ମାନଙ୍କ ହଉ ବା ନିଜର ହଉ, ଆମେ ତାକୁ ୟୁଜ କରିକି ସଫଳ ହେଇପାରିବା ଆଉ ଗୋଟେ ଭଲ ପ୍ରଡକ୍ସନ ଆମେ ନିଜ ପାଇଁ ଆଣିପାରିବା। ଓକେ, ଯେ ଥ୍ୟାଙ୍କ ୟୁ। ବହୁତ ବଢିଆ କଥା। ଆକ୍ଚୁଆଲି ବିଶ୍ୱନାଥ ବାବୁ, ଏଇ କଥା ଗୋଟେ ମନେ ପକେଇବାକୁ ଚାହୁଁଛି ଯେ
ଗୋଟେ ଗୋଟେ ନେଟୱାର୍କ କମ୍ପାନୀରେ ଗୋଟିଏ ଗୋଟିଏ ପ୍ରଡକ୍ଟରେ ସେମାନେ ବହୁତ ବଡ଼ ବଡ଼ ଟର୍ଣ୍ଣଓଭର ବି କରିଦେଇ ପାରୁଛନ୍ତି, କିନ୍ତୁ ଆମ ପାଖରେ ତ ଏତେ ପ୍ରଡକ୍ଟ, ତା ଭିତରେ ଜଳ ସଞ୍ଚୟ ବି ଅଛି। ତ ଗୋଟେ କାମ ଆମେ କରିବା ଯେ ଆପଣ ଇମିଡିଏଟଲି ଆପଣଙ୍କର ନଭେମ୍ବର ମାସର ଆରମ୍ଭରୁ ଆପଣଙ୍କ ଏରିଆରେ ଗୋଟେ ବଡ଼ ମିଟିଂ ଅର୍ଗାନାଇଜ କରନ୍ତୁ। ସେଠି 50-60 ସେଇଥିପାଇଁ ସାର୍ ଆମେ ଚାଷୀଙ୍କୁ ଲାଗିଛି ସାର୍ ଏକାଠି, ସେଇ ଉପରେ। ହଁ, ଆଜ୍ଞା 50-60 ଚାଷୀଙ୍କୁ ଏକାଠି ହୁଅନ୍ତୁ। ମୁଁ ଯିବି ଆପଣଙ୍କ ପାଖକୁ, ଆଉ ମୁଁ ଜଳସଞ୍ଚୟର ଡବା ନେଇକି ଯିବି, ଆଉ ଯେମିତି ସେମାନେ କରୁଛନ୍ତି ନା ଚିତ୍ର ଦେଖଉଛନ୍ତି, ସେଟା ଆମେ ଆଜ୍ଞା ପ୍ରାକ୍ଟିକାଲି ଲୋକଙ୍କୁ ଗୋଳେଇକି ମାଟିରେ ଗୋଳେଇକିରି ଯେମିତି ପାଣି ଆମର ଏତେ ଆବଜର୍ଭ କରୁଛି ତାକୁ ଦେଖେଇବା। ତ ପ୍ରାକ୍ଟିକାଲି ଆଜ୍ଞା ଦେଖେଇବା ଦ୍ୱାରା ଏବେ ଆରମ୍ଭ ହଉଛି ଚାଷ, ବର୍ତ୍ତମାନ ଯୋଉ ପନିପରିବା ଚାଷ ଆରମ୍ଭ ହଉଛି, ହୁଁ ଏବେ ହିଁ ଦବା ଦରକାର। ଆଜ୍ଞା ତ ଦେଖନ୍ତୁ ଯେମିତି କି ଆମର ପ୍ରଦୀପ ସାର୍, ସେ ଗୋଟେ ଇନୋଭେଟିଭ ଆଇଡିଆରେ ସେ ଚିନ୍ତା କଲେ ଯେ ଗୋଟେ ଆମ୍ବର ଯୋଉ ଫାର୍ମ ଢେଙ୍କାନାଳରେ, ସେ ଫାର୍ମରେ ଆଜ୍ଞା ସେ ଆମର ଫ୍ରୁଟ ସ୍ପେଶିଆଲକୁ ଦବା, ସଏଲ ହେଲ୍ଥକୁ ଦବା, ଏସବୁକୁ ଦବା ପାଇଁ ସେ ପରାମର୍ଶ ଦେଲେ ଜଣକୁ, ସେ ବାବୁ ବି ଦେଲେ। ଆପଣ ଫାଇନାଲି ଶୁଣିଲେ ଆଶ୍ଚର୍ଯ୍ୟ ହେବେ, ଲାଷ୍ଟକୁ ସେ ଆମ୍ବ ଯାଇକି କୋଉଠି ବିକ୍ରି ହେଲା? ସେ ଯାଇକି ଇଂଲଣ୍ଡରେ ବିକ୍ରି ହେଲା, ଏକ୍ସପୋର୍ଟ ହେଲା। କାହିଁକି ନା ସେ ଆମ୍ବର ସାଇଜ ବି ବହୁତ ବଡ ହେଲା, ଆଉ ତାର ଚିକ୍କଣ ବି ହେଲା, ଆଉ ସବୁଠୁ ବଡ ଆଜ୍ଞା। କଥା ହଉଛି ଯେ ତାର ଯୋଉ ଟେଷ୍ଟଟା, ସେ ଟେଷ୍ଟ ମୁଁ ଆଜି ପର୍ଯ୍ୟନ୍ତ ସେ ଆମ୍ବ ମୁଁ କୋଉଠି ଖାଇନି। ତ ଇଏ ବି ଆମେ ପାଇପାରିବା, ବହୁତ ଭଲ ଜିନିଷ ନାଇଁ ଅଛି। ପୋଷକ ତତ୍ତ୍ୱ ସାର୍ ଭଲ ସାର୍ ମିଳିଲା ପରେ ଆମ୍ବର ଯୋଉ ଆମ୍ବ ଯେତିକି ଡେଭଲପ ହବା କଥା ସେ ତ ଡେଭଲପ ହେଲେ ହିଁ ତାର ଟେଷ୍ଟଟା ହିଁ ଆଗକୁ ଭଲ ଆସିବ। ବହୁତ ବଢିଆ ରେଜଲ୍ଟ ଦଉଛି। ଓକେ, ଥ୍ୟାଙ୍କ ୟୁ। ସଞ୍ଜୟ ବାବୁ କୁହନ୍ତୁ, ଅନମ୍ୟୁଟ କରନ୍ତୁ। ଆ, ହେଇପାରୁନି। ଓକେ, ମିତାଞ୍ଜଳି ମ୍ୟାଡ଼ାମ। ଓକେ, ସାର୍ ଅଛନ୍ତି ଆମ ସାଙ୍ଗରେ, ଚାନ୍ଦ ସାର୍ଙ୍କୁ ଆମେ ଇନଭାଇଟ୍ କରିବା। ସାର୍, ସାର୍ ୱେଲକମ୍ ସାର୍। थैंक यू बहुत बहुत धन्यवाद। नमस्कार, गुड मॉर्निंग, ଜୟ ଆର୍ଚେନ୍ ସାର୍। जय आरसी। तो आमर बहुत माने आमे सौभाग्य आमर रेस्पेक्टेड टीसीजी गोटे एमती एभली गोटे गोटे प्रोडक्ट सी बाहर कर माने समस्त देश समाज प्रत्येक माने जेन्युइनली कार्य लगे जोड़ा यूनिक टाइप रो जमती हेल्थ कार्ड तेल जमती स्वास्थ्य भल सेमतिका आमर जल संचय हो, हरित संजीवनी हो, ये सब प्रोडक्ट आमर माने वरदान भली आमर सिस्टम रे गोटे गोटे इंट्रोड्यूस हो जल संचय यूनिक फीचर्स आमे शुणुचे जानूचे भारी आग्रह बढ़ुची। बाबुली बाबू जो कथा कहले कि आमर विश्वनाथ बाबू जो कथा कहले प्रैक्टिकली कार्य करे लगे आमर यार गुरुत्व को यार आमे ठीक मूल्य दे परिबा। तेणु ये विषय आमे गोटे यदि प्रोजेक्ट करवा आम भितर आमर शतपति सार जो भाई आग्रह से विषय जो बुझिले भल भाव चाहते तो आमे गाँ गाँ रे सब मीटिंग मु प्रथम रू भावुली आपण मान कथारू मु मने मने चिंता करुली। बाबुली बाबू कथा शुणी भल लगे, आरती मैडम भी कहले से भाई आमे गाँ गाँ रे सब केमिति मीटिंग सब हम ये कथा जल संचय विषय लोक बुझा से बहुत खुशी हो। मुझे भाव से चाषी मैंने एत खुशी हो जानी ना से सब जानी ना, शिक्षित लोक मैंने भी जानी ना ना, शिक्षित लोक मैंने जानी ना। तेणु आमर ये कथा समस्त आगे पहुंचेगा दरकार, समस्त पहुंचेगा दरकार, माने समस्त उपकार चाषी माई मान उपकार हवा माने इनडायरेक्टली देशर उपकार समस्त उपकार। तेणु आम गोटे प्लानिंग करवा यार नवेम्बर मसरे कोठी कोठी या मीटिंग हम, मीटिंग कोठी करवा। एबे शतपति बाबू विश्वनाथ बाबू कहले मीटिंग ऑर्गेनाइज करने सेमती प्रत्येक यदि चेष्टा करते
ବହୁତ ବଢିଆ ହବ, ବହୁତ ବଢିଆ ହବ। ଲୋକମାନଙ୍କର ଦେଖନ୍ତୁ ଆମର ଯାହା ବା ପ୍ରଡକ୍ଟ ହଉଛି ସେ ଅନ୍ୟର ଉପକାର କରିକି କରିବା କରି ଆମର ଇନଡାଇରେକ୍ଟଲି ଆମର ଉପକାର କରୁଛି। ଆମେ ଯାହା ଭଲ କାମ କରିବା ସେ ଆମର ହିଁ ଭଲ ହବ। ଯୋଉଟା ଆଧ୍ୟାତ୍ମିକ କ୍ଷେତ୍ରରେ ଯୋଉ କଥା ଅଛି ଯେ ଅନ୍ୟର ଭଲ କଲେ ନିଜର ଭଲ ହବ, ଏଇଟା ପ୍ରମାଣିତ ଆମର ଆରସିଏମ ହିଁ କରୁଛି। ଆମେ ପିଲାବେଳୁ ଶୁଣି ଆସୁଛୁ ଯେ ଅନ୍ୟର ଭଲ କଲେ ନିଜର ଭଲ ହବ, ଏଇଟା ପିଲାବେଳୁ ଆମେ ଶୁଣି ଆସୁଛୁ। ଆଜ ୟୁ ସୋ ୟୁ ରିପ୍ ଯୋଉ କହନ୍ତି, ଯେମିତି ଆପଣ ବୁଣିବେ ସେଇଭଳି ପାଇବେ। ଇଏ ପ୍ରତ୍ୟକ୍ଷ ପ୍ରମାଣ ଦଉଛି ଆରସିଏମ ର ଯୋଉ ପ୍ରଡକ୍ଟ ଆଉ ଆରସିଏମ ର ଯୋଉ ସିଷ୍ଟମ। ତେଣୁ ଅନ୍ୟର ଉପକାର କରିବା ଆଉ ଆମର ଉପକାର ଇନଡାଇରେକ୍ଟଲି ହବ। ବହୁତ ବଢିଆ କଥା। ଆମେ ଏଥିପାଇଁ ଗୋଟେ ପ୍ଲାନିଂ କରିବାକୁ ପଡିବ ଶତପତି ବାବୁ। ଏ ନଭେମ୍ବର ମାସରେ କେତେଟା ଜାଗାରେ ଆମେ ଜଳ ସଞ୍ଚୟ ଉପରେ ଏଇ ଜଳ ସଞ୍ଚୟ ସହିତ ହରି ସଞ୍ଜୀବନୀର ମଧ୍ୟ ମିଟିଂ ଏକ ସାଙ୍ଗରେ ହବ। ଆଉ ଆଜ୍ଞା ହଁ ଦେଖନ୍ତୁ, ମୁଁ ପ୍ରାୟ ଦେଖିଲିଣି ଚାରିଆଡେ ଆରସିଏମ ର ଲିଡର ମାନଙ୍କର କାର୍ଯ୍ୟକଳାପରେ ସେମାନଙ୍କର ଯୋଉ ଆଚିଭମେଣ୍ଟ, ଜଣେ ଜଣେ ଲିଡର ଗୋଟେ ଗୋଟେ ପ୍ରଡକ୍ଟ ଉପରେ ଫୋକସ କରିଦିଅନ୍ତି। ଗୋଟେ ପ୍ରଡକ୍ଟ ଉପରେ ପ୍ରହ୍ଲାଦ ଜୀ ବହୁତ ବାର କଥା ତାଙ୍କ ସହିତ ବି ଆଲୋଚନା, ଗୋଟେ ପ୍ରଡକ୍ଟ ଉପରେ ଇନଡାଇରେକ୍ଟଲି ସବୁ ପ୍ରଡକ୍ଟ ର ହିଁ ବିକ୍ରି ସେମାନେ କିଣନ୍ତି, ଆଉ ସେମାନଙ୍କର ବିକ୍ରି ହୁଏ, ବିଜନେସ ବଢିଯାଏ, ସେମାନଙ୍କର ଆଚିଭମେଣ୍ଟ ମଧ୍ୟ ହୁଏ। ଜଣେ ଜଣେ ନ୍ୟୁଟ୍ରିଚାର୍ଜ ଉପରେ ଫୋକସ କଲେ, ତ ନ୍ୟୁଟ୍ରିଚାର୍ଜ ଉପରେ ଏମିତି ଭାବରେ ଫୋକସ କରିଲେ ଯୋଉ ନ୍ୟୁଟ୍ରିଚାର୍ଜ ବିକ୍ରି ହେଲା, ନ୍ୟୁଟ୍ରିଚାର୍ଜ ଯିଏ ସହିତ ଇନଭଲ୍ଭ ହେଲା କିଣିଲା, ସିଏ ତ ଅଟୋମେଟିକଲି ତେଲ କିଣିବ, ସେ ଗାମା ଅରିଜିନାଲ କିଣିବ, ସେ ଜାଣିବ। ମାନେ ଗୋଟେ ପ୍ରଡକ୍ଟ ଦ୍ଵାରା ଆମେ କଣ କରୁଛେ, ଆରସିଏମ ର ଚିତ୍ରଟା ତାଙ୍କ ପାଖରେ ପହଞ୍ଚେଇ ଦଉଛି। ଆମେ ଆରସିଏମ କୁ କହିବା ଦରକାର ହିଁ ନାହିଁ। ଏ କଥା ଟିସି ସାର୍ ବି କହନ୍ତି, ଆରସିଏମ ବିଜନେସ ଅମୁକ ତମକୁ କିଛି କହିବା ଦରକାର ନାହିଁ। ଆରସିଏମ ର ଅଭିଯାନର ଗୋଟେ ପ୍ରଡକ୍ଟ ଖାଲି ଯୋଉଟା ଆପଣଙ୍କୁ ଭଲ ଲାଗିଲା ଆଉ ଆପଣଙ୍କର ପରିବେଶରେ ତାକୁ ଆକ୍ସେପ୍ଟ କଲେ, ତାରି ଉପରେ ଫୋକସ କରନ୍ତୁ। ହରିସଞ୍ଜୀବନୀରେ ଫୋକସ କରିଲେ, ଯଦି ଜଳ ସଞ୍ଚୟ ଉପରେ ଫୋକସ କଲେ ଅଟୋମେଟିକଲି ହରିସଞ୍ଜୀବନୀ ବି ହବ। ହରିସଞ୍ଜୀବନୀ ଫୋକସ କରି ଯେତେବେଳେ ଚାଷୀ ମାନେ ହରିସଞ୍ଜୀବନୀ ବ୍ୟବହାର କରିବେ, ସେମାନେ ଯେତେବେଳେ ଆମ ସହିତ ଆଟାଚମେଣ୍ଟ, କୋଉ ପ୍ରକାରରେ ଆମର ଏମିତି ଗୋଟେ ସୁଯୋଗ ଅଛି, କୋଉ ରିଲେସନସିପ ର ବିଜନେସ ନା, ରିଲେସନସିପ ର ବିଜନେସ। ଯେତେ ରିଲେସନସିପ ଆମେ ତିଆରି କରିବା, କୋଉ ପ୍ରକାରରେ ରିଲେସନସିପ କରିବା, ଗୋଟେ ପ୍ରଡକ୍ଟ ଦ୍ଵାରା ଆମେ ଆରସିଏମ ସହିତ ଲୋକଙ୍କୁ ଆଟାଚମେଣ୍ଟ କରିଦବା। ଲୋକଙ୍କୁ ତ ଆରସିଏମ ଜଳ ସଞ୍ଚୟର ଦ୍ଵାରା ଆମେ ଯଦି ଲୋକଙ୍କ ସହିତ ଆଟାଚମେଣ୍ଟ ହେଇଯିବା, ସେମାନେ ଯେତେବେଳେ ଜଳ ସଞ୍ଚୟ ଯୋଉ ପ୍ରଡକ୍ଟ ଆସୁଛି, ଜଳ ସଞ୍ଚୟର ଯୋଉ ପ୍ରକାର ଆମର ଉପକାର କରିବା ପାଇଁ ଏଇ ବାବୁ ମାନେ ଯୋଉ ପ୍ରକାର ଆମକୁ ସହଯୋଗ କରୁଛନ୍ତି, ସେମାନଙ୍କର ଯେତେବେଳେ ଆଟାଚମେଣ୍ଟ ହେବେ, ଦେଖିବେ ଯେ ଆରେ ଏତେ ପ୍ରଡକ୍ଟ ସବୁ ଅଛି, ଯୋଉଟା ହରିସଞ୍ଜୀବନୀ ବି ଅଛି, ଇଏ ତେଲ ବି ଅଛି, ଯୋଉଟା କି ଆମର ଏମିତି ଉପକାର କରିବ। ତ ସବୁ ପ୍ରଡକ୍ଟ ଅଟୋମେଟିକଲି ସେମାନେ ନେବେ। ତେଣୁ ଆମେ ଜଳ ସଞ୍ଚୟ ଉପରେ ଫୋକସ କରନ୍ତୁ, ଅଟୋମେଟିକଲି ଆରସିଏମ ର ସବୁ ପ୍ରଡକ୍ଟ ସେମାନେ ନେବେ, ଆଉ ଆପଣଙ୍କର ବିଜନେସ ବଢିବ, ଆପଣଙ୍କର ଆଚିଭମେଣ୍ଟ ମଧ୍ୟ ବଢିବ। ବହୁତ ବଢିଆ ଆଜି ଲାଗିଲା। ଆମ ୟାର କିନ୍ତୁ ଗୋଟେ ଏଇଠି ଆମେ ଆମର ନିଜର ନଲେଜ ହେଇଗଲା, ଆମେ ନିଜେ ଜାଣିଗଲେ, ଏ ନେଇକରି ଆମେ ଯଦି ରହିଯିବା, ତାହେଲେ ଆମେ ମାନେ କଣ ହେଲା, ଏ ପ୍ରଡକ୍ଟ ପ୍ରତି, ସିଷ୍ଟମ ପ୍ରତି ଆମେ ଅନ୍ୟାୟ କରୁଛୁ। ଥ୍ୟାଙ୍କ ୟୁ, ବହୁତ ବହୁତ ଧନ୍ୟବାଦ। ଓକେ, ଥ୍ୟାଙ୍କ ୟୁ। ଆଜି ତ ସମୟ ହେଇଯାଇଛି, ଆପଣମାନେ ଆସିଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ପୁଣି ଆମେ କାଲି ଦେଖା ହବା ଗୁରୁକୁଳରେ। ନମସ୍କାର, ଜୟ ଆରସିଏମ। ଜୟ ଶ୍ରୀ ଜୟ ଆଶ୍ରୀ।